ଜଗନ୍ନାଥ। ଆଜି ରଞ୍ଜନ ଭାଇ ଆଜି ଆଲୋଚନା କରିବା 52 ଅଙ୍କରେ ସାଧୁଙ୍କ ପାଳି। ସାଧୁଙ୍କ ପାଳି 52 ଅଙ୍କରେ ସାଧୁ ବର୍ତ୍ତମାନ 52 ଅଙ୍କ ଚାଲିଛି। ସାଧୁଙ୍କ ପାଳି କଣ? କାରଣ ସାଧୁ ହିଁ ସାବଧାନ। ଯାହାର ପୂର୍ବ ଭାଗ୍ୟ ଦିଶେ ସେ ପ୍ରାଣୀ ସାଧୁ ସଙ୍ଗେ ଅଛି। ମାନେ ଆମେ କୌଣସି ସାଧୁସନ୍ଥକୁ ଆମର ନିନ୍ଦା କରିବାର ନାହିଁ। କାରଣ ବର୍ତ୍ତମାନ ସମୟରେ କିଏ ବା ଅଛି କେଉଁ ମତେ ଜାଣିବି ହବା ଆମେ ହାଡ଼ ମାଂସ ରକ୍ତଧାରୀ। ସମାଲୋଚନା ଆମେ କରୁନୁ, ତମ ମାନଙ୍କୁ ବି କହୁଛୁ ତମମାନେ କୌଣସି ସାଧୁସନ୍ଥକୁ ସମାଲୋଚନା କର। କାରଣ ଯିଏ ଯା କରିବ ସିଏ ତା ପାଇବ। ଭଲ ଗପଟି ମନେ ରଖିବ। ଶୀତ ଦିନ ଜଣେ ସାଧୁ ତପସ୍ୟା କରୁଛି, ଗୋଟେ ଗଛ ମୂଳେ ବସି ତପସ୍ୟା କରୁଛି। ଚେଲା କିଏ ପାଖରେ ଅଛି। ସେ ଗୁରୁଙ୍କର କଣ ହଉଛି ସବୁ ସେବା ଶୁଶ୍ରୂଷା କରନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ସେଇ ବାଟେ ଚାଲି ଯାଉଛି। ସେ ଦେଖିଲେ ବୃକ୍ଷ ମୂଳରେ ଜଣେ ସାଧୁ ଶୀତରେ ବସି କଣ ଅଛନ୍ତି ତପସ୍ୟା କରୁଛନ୍ତି। ସିଏ ସେଇଠୁ ଆସିଲେ, ସାଷ୍ଟାଙ୍ଗ ପ୍ରଣିପାତ କଲେ, ଗୋଟେ ଭଲ କମଳ ସାଧୁଙ୍କୁ ଘୋରେଇ ଦେଇକି ତାଙ୍କ ବାଟରେ ସିଏ ଗଲେ। ଏ କଥାଟି ଶିଷ୍ୟ ଦୂରରେ ବସି ସବୁ ଦେଖୁଛି। ସେ ଯିବା ପରେ ଆଉ ଜଣେ ବ୍ୟକ୍ତି ଆସିଲେ। ସେ କଣ କଲେ, ସେ ଗୋଟେ ଦାମିକିଆ ଲୋକଟାକୁ ପାଗଳାଟା କଣ ବାବାଟା ଘୋରିକି ଦାମିକିଆ କମଳଟାକୁ ଏ ବାବାଜୀ କଣ ଘୋରିକି ବଇଛି। ବାବାଜୀ କଣ କରିବ, ଆଇଲା ଧଇଲା କମଳଟି ଧରିକି ପଳେଇଲା। କିନ୍ତୁ ସେ ବ୍ୟକ୍ତି ଦେଲା ବେଳେ ସାଧୁ ମହାରାଜ କହିଥିଲେ ଇଏ ନେଲା ବେଳେ ମଧ୍ୟ କହିଲେ ଶିଷ୍ୟ ଜଣକ ସେଇଠୁ ଦେଖିଲେ, ସେ ଦେଲା ଗୁରୁଦେବ ଯାହା କହିଲେ, ନେଲା ସେଇଆ କହିଲେ। କାହିଁ ତ ସେ ଲୋକ ଯିଏ ନେଲା ତାକୁ କିଛି ଇଆଡୁ ସିଆଡୁ କିଛି କହିଲେନି। ବୁଝିଯାଉଛି ଆଖ ପାଖରେ ରହିକି ମୁଁ କଣ ଶିଖିବି, ମୁଁ ଯାଉଛି। ବେଡିଂ ପତ୍ର ବାନ୍ଧିଲେ, ଗୁରୁଦେବ ମୁଁ ଆଉ ରହିବିନି ଆପଣଙ୍କ ପାଖରେ, ମୁଁ ଚାଲିଲି। ଆରେ କାହିଁକି ଯିବି ନା, ସେ ଲୋକ ଦେଲା ଯାହା କହିବ, ନେଲା ମଧ୍ୟ ସେଇଆ କହିବ। ଆଉ ତମ ପାଖରୁ କଣ ଶିଖିବି? ଆରେ ବୋକା, ଯିଏ ଦଉଛି ତା ମାନେ ଯିଏ ଦଉଛି ସେମିତି ତା ଜୀବନ ସାରା ଦଉଥାଏ। ଯିଏ ନେଉଛି ସେ ସେମିତି ତା ଜୀବନ ସାରା ନଉଥାଏ। ସବୁ ଉପର ଓଲା ଅଛି, ସିଏ ହିଁ ବିଚାର କରିବ। ଆଉ ତୁ ଯଦି ସାଧୁ ହବାକୁ ଚାହୁଁଛୁ, ଶୁଣୁ, ସାଧୁ ପାଖେ କ୍ରୋଧ ରୁହେ ନା। ସାଧୁ କାହାକୁ କହନ୍ତି? କିଏ କହୁଛନ୍ତି? ସାଧୁ ମହାରାଜ କହୁଛନ୍ତି। ଅଚ୍ୟୁତଙ୍କର ଲେଖା ଶିବକଳ୍ପ ଶାସ୍ତ୍ର। ସାଧୁ କାହାକୁ କୁହନ୍ତି? କହିଲେ ସଧାରୁ ସାଧନା ହୁଅ ଇତି ସିଦ୍ଧି, ସିଦ୍ଧି ବିଧି କରି ସାଧୁ ଯେ ବୋଲାନ୍ତି ପରେ ସଂସାର ବାହାରି। ଯୋଉ ସାଧୁ ପାଖେ ଶ୍ରଦ୍ଧା ଭାବ ଅଛି ସେ ସାଧୁଙ୍କର ପଦକୁ ଶରଣ। ତାଙ୍କ ପାଖେ ଗୁଣ ଥାଉ କି ନଥାଉ, ସେ ମୂର୍ଖ ହୁଅନ୍ତୁ କି ଶିକ୍ଷିତ ହୁଅନ୍ତୁ, କିନ୍ତୁ ତାଙ୍କ ପଦକୁ ଶରଣ। କାରଣ କଣ? ସେ ସାଧୁ ଜାଣିଛନ୍ତି
একই বিষ্ণু প্রতিভিন্ন রূপ দুধোৎস এক প্রতিভিন্ন গাব সুবর্ণ এক বহুভূষণ আদি রূপস্য ভিন্ন ପରମାତ୍ମା। ସେ ପ୍ରଭୁ ତା ଘଟରେ ବସି କହୁଛନ୍ତି ତୁ ଚୋରି କର, ତା ଘଟରେ ବସି କହୁଛନ୍ତି ତୁ ଦାନ କର। ତେଣୁ ଯିଏ ଯାହା କରିବ ସିଏ ତା। କିନ୍ତୁ ଆଜି ଆମର ଆଲୋଚନା କରିବା ମହାପୁରୁଷଙ୍କ ବାଣୀ କଳ୍ପ ଟୀକାରୁ। ମହାପୁରୁଷ ଅଚ୍ୟୁତ କହୁଛନ୍ତି 52 ଅଙ୍କରେ ଅନେକ ସାଧୁଙ୍କର କଣ ହଉଛି କ୍ଷତି ଘଟିବ। କଣ କ୍ଷତି ଘଟିବ ଏବଂ କେଉଁ ସାଧୁ ମାନଙ୍କର ହେଲା ମହାପୁରୁଷ କଣ କହୁଛନ୍ତି। ଏକ ଆଧାରୁ ଆରେକ କରି ବେଦେ ଗ୍ରାସ ଗଞ୍ଜାଇ ଖାଇନ ସେ ଯେ ବୁଲାଇବେ ଦାସ। କହିଲେ ହେ ରାମ ଶୁଣୁ, କଳିର ସମୟରେ ଶେଷ ସମୟରେ କିଛି ବ୍ୟକ୍ତି ବାହାରିବେ ଯେ ମାୟା ସାଧୁବେକ ଧାରଣ କରି ଗଞ୍ଜେଇ ପାନ କରିବେ। ଏକ ଆଧାରୁ ଆରେକ କରିବେ ଯେ ଗ୍ରାସ, ମାନେ ତମେ ପୁଳେ ଟାଣି ଦିଅ, ସିଏ ପୁଳେ ଟାଣି ଦଉ, ସିଏ ପୁଳେ ଟାଣି ଦଉ। ବୁଝି ହଉଛି ନା ବୁଝି? ମାନେ ତା ଶଙ୍କୁଡ଼ିକି ସିଏ ଖାଇବ, ତା ଶଙ୍କୁଡ଼ିକି ସିଏ ଖାଇବ, ତା ଶଙ୍କୁଡ଼ିକି ସିଏ ଖାଇବ। ବର୍ତ୍ତମାନ ହଉନି ହଉନି ସେଇ କଥା ମହାପୁରୁଷ କହିଲେ ଏକରୁ ଆଧାର ଆରେକ କରିବେ ଯେ ଗ୍ରାସ ଗଞ୍ଜାଇ ଖାଇନ ସେ ଯେ ଭୁଲାଇବେ ଦାସ। ନିଶା ଟିକେ ହେଇଗଲେ ସେ କହିବେ ଆମେ ପ୍ରଭୁଙ୍କର ପରମ ଭକ୍ତ। ନିଶା ଛାଡିଗଲା ପରେ ଆଉ ପ୍ରଭୁ ନାହାନ୍ତି କି ଭକ୍ତ ନାହାନ୍ତି। ପୁଣି ଆଉ କିଛି ସାଧୁଙ୍କ କଥା କହିଲେ, କଣ କହିଲେ ନା କୈବଲ୍ୟ ଅନ୍ନ ମଣ୍ଡଳୀ କରିବେ ମଦ୍ୟ ମାଂସ ଏକଜ ଯେ ବସିନ ଭୁଞ୍ଜିବେ। କହିଲେ କୈବଲ୍ୟ ଅନ୍ନ ମଣ୍ଡଳୀ କରିବେ, ମାନେ କୈବଲ୍ୟ କହନ୍ତି ଅରୁଆ, ଅରୁଆ ପ୍ରସାଦ କଣ କରିବେ ଭୋଜନ କରିବେ। ବୁଝିହଉଛି କେମିତି ନା ମଦ୍ୟ ମାଂସ ଏକତ୍ର ଯେ ବସିନ ଭୁଞ୍ଜିବେ। ଅରୁଆ ପ୍ରସାଦ ସହିତ ବା ଶୁଦ୍ଧ ଓଡିଆରେ କହନ୍ତି ଅରୁଆ ଭାତ ସହିତ ମଦ ମାଂସକୁ ଭକ୍ଷଣ କରିବେ। ହଉନି ବର୍ତ୍ତମାନ? ହଉଛି ନା ହଉନି? ଅତୀତରେ ଆମେ 40 ବର୍ଷ ତଳକୁ ପଳେଇବା, ଆମ ଅନୁଭୂତି ଆମେ ଦେଖିଛୁ। ବାହାଘର ଭୋଜି ହଉଥିଲା, ଯଦି ଆଇଁଷ କଣ ହଉଥିଲା ଉଷୁନା ଭାତ ହଉଥିଲା। ବର୍ତ୍ତମାନ ଆଉ କଣ ହଉଛି ଅରୁଆ ସବୁ, ଆଉ ଉଷୁନା ଅଛି? କାଳକ୍ରମ ସବୁ ଉଭେଇ ଯାଉଛି। ପୁଣି ମହାପୁରୁଷ କଣ କହିଲେ ନ ଜାଣିବେ ଆତ୍ମତତ୍ଵ ନ ଜାଣିବେ ଜ୍ଞାନ ଦମ୍ଭରେ ବୋଲିବେ ନିଶ୍ଚୟ ଏହି ବ୍ରହ୍ମ ଜ୍ଞାନ। ହେଲେ ନିଶାଖୋର ହେଇଗଲା ପରେ ଅନେକ ବ୍ୟକ୍ତି ବିଶେଷ ଆତ୍ମଜ୍ଞାନ କଣ ଜାଣିନଥିବେ, ଭାରି ଗର୍ବ କରି କହିବେ ଆମେ ଯାହା କହୁଛୁ ଏକଥା ଠିକ, ଇଏ ହଉଛି ବ୍ରହ୍ମ ଜ୍ଞାନ। ସାଧୁ ସଙ୍ଗ ଆତ୍ମଜ୍ଞାନ ନିଶ୍ଚୟ ଛାଡିବେ ଉଚ୍ଚିଷ୍ଟ ଭକ୍ତିନ ସାଧୁ ସଙ୍ଗେ ବସିବେ। କିଛି ବ୍ୟକ୍ତି ବାହାରିବେ, ବୁଝି ହଉଛି ଉଚ୍ଚିଷ୍ଟ ମାନେ ଅଇଁଠା ଭକ୍ଷଣ କରିବେ ଆଉ ସାଧୁଙ୍କ ସହିତ ମିଶିବେ ନାହିଁ। ସେ କହିବେ ଆମଠୁ ଆଉ ବ୍ରହ୍ମଜ୍ଞାନୀ କେହି ନାହାନ୍ତି। ତା ମାନେ କିଛି ଲୋକ ଗୁରୁ ନ କରି ନିଜେ ଗୁରୁ ହେବେ ମହାପୁରୁଷଙ୍କ ଭାଷାରେ। ବୁଝି ହଉଛି ଅତି ଅନ୍ୟାୟରେ ଭଜୁ ଥିବେ ଅଣାକ୍ଷର ବ୍ରହ୍ମଜ୍ଞାନୀ ବୋଲି ଶିଷ୍ୟ କରିବେ ଅପାର। ତାଙ୍କର ଯୋଉ ଅଣାକ୍ଷରକୁ ଭଜନ କରୁଥିବେ ନା ଭଜୁଥିବେ, କିନ୍ତୁ ବ୍ରହ୍ମଜ୍ଞାନୀ ବୋଲି ଶିଷ୍ୟ କରିବେ ଅପାର। ଅନେକ କଣ କରିବେ ଶିଷ୍ୟ କରିବେ। ଏତେ କଲେ ମଧ୍ୟ ସେମାନଙ୍କୁ ଉଦ୍ଧାର ନାହିଁ। କାହିଁକି? ଏଇ ଯୋଉ ତାଙ୍କର କର୍ମ ଘରଟି କଣ ହେଇଯିବ ଠିକ। ସେଥିପାଇଁ ତମକୁ ଆମେ ବାରମ୍ବାର କହୁ ଆଗ କର୍ମ ସମ୍ପାଦନ କର, ତାପରେ ଧର୍ମ କଥା ଚିନ୍ତା କର। କର୍ମ କରିଲେ ଭାଇ ଧର୍ମ ଆସଇ, କର୍ମ ବିନା ଧର୍ମ ସିନା ସଂସାରରେ କାହିଁ। ଯଦି ଆମେ କର୍ମ ନ କରିବା ଧର୍ମ ଆସିବ।
ଗୃହ କର୍ମ କରିପାତ ବିହିତ କର୍ମ କରି ତେବେ ସେ କର୍ମକୁ ପାତ କେହି ନୁହେଁ। କର୍ମ କରି ହେବି ପାର କହେ କମଳାର ବର। ଅକମେ ବାସୁଦେବ ପ୍ରୀତି କର୍ମ କରିଲେ ଖେଳ ଯାଆନ୍ତି ଜୟ ଜଗନ୍ନାଥ। ଗୋଟେ ବିଚିତ୍ର, ଆଉ କେତେବେଳେ ସବୁ ଆଲୋଚନା କରିବା। କିନ୍ତୁ ମହାପୁରୁଷ କହୁଛନ୍ତି ଏଇ କର୍ମ ନ କରିକି ଯୋଉମାନେ ଅଣାକ୍ଷର ଭଜନ କରୁଥିବେ ଏବଂ ବହୁତ ନିଜକୁ ଜ୍ଞାନୀ ବୋଲି ପ୍ରତିଷ୍ଠିତ କରୁଥିବେ, ସେମାନଙ୍କର କଣ ଘଟିବ? ଏତେ କ୍ରିୟା କଲା ଭକ୍ତେ ହୋଇବେ ବିନାଶ, ଦୁର୍ଗାଙ୍କ ଭକ୍ଷଣ ସେ ହୋଇବେ ଅବଶ୍ୟ। ହେଲେ ଏତେ ଗୁଡିଏ କର୍ମ କଲେ ମଧ୍ୟ ସେ ଦୁର୍ଗାଙ୍କ ଖପରରେ କଣ ହେବେ? ବିନାଶ ହେବେ। କାହିଁକି ନା ଇଆଡେ ପ୍ରଭୁଙ୍କୁ ଡାକୁଥିବେ, ସିଆଡେ କର୍ମ ନଥିବ, ମାନେ ଦିଟା ଯାକ କଣ ଏପଟେ ହେବେ ନାଇଁ କି ସେପଟେ ହେବେ। କହନ୍ତି ଦୁଢେ ତରେ ନହେଲେ ମୁଢେ ତରେ, ମଝି ମଝିଆ ବୁଢୀ ଢେକ କହୁଛି ନା, ଇଏ ହଉଛି ସେଇଆ। ବୋଲେ ଦେହ ଶୁଦ୍ଧି ହୋଇଥିବ ତାହାଙ୍କର ପୁଣ, ଦୁର୍ଗାଙ୍କ ଖପରେ ସେଉ ହୋଇବେ ନିଧନ। ବୋଲେ ସେ ଯେତେ ହରି ହରି ଡାକିଲେ ମଧ୍ୟ, ଅଣାକ୍ଷର ଭଜନ କଲେ ମଧ୍ୟ ତାଙ୍କର କର୍ମଘର ଠିକ ନଥିବ, ଯାହା ଫଳରେ ତାଙ୍କର ଦେହ ଶୁଦ୍ଧି ଥିବ, ସେମାନେ ଦୁର୍ଗାଙ୍କ ଖପରରେ ବିନାଶ। ତାହେଲେ କେବେ ନା ବାଣ ଶାଲ ରେବ ବିଷ ଅଙ୍କରେ ହେବ, ନିଶ୍ଚୟ ନିଶ୍ଚୟ ରାମଦାସ ପ୍ରମାଣ ହୋଇବ। ବାଣ ବୋଲନ୍ତେ 5, ରେବ ବୋଲନ୍ତେ 27, ବିଷ ବୋଲନ୍ତେ 20, ମିଶି କେତେ ହେଲା? 52। ହେଲାନି? କହିଲେ 52 ଅଙ୍କରେ ଏଇ ଘଟଣା ମାନେ କଣ ହବ? ଘଟିବ। ଏଥିରୁ ଆମର ଅନୁମେୟ 52 ଅଙ୍କରେ ଅନେକ ନୀତି ନିୟମରେ ନଥିବା ସାଧୁ ସନ୍ଥ ମାନେ ବିନାଶ ହଉଛି। ଜନ୍ମ ହେଇছে ଦିନେ ମରିବା ଦିନେ, ସେଥିରେ କିଛି ନାହିଁ। କିନ୍ତୁ ମହାପୁରୁଷଙ୍କ ବାଣୀ କେବେ ହେଲେ ମିଥ୍ୟା ନୁହେଁ। ଅନେକ ସାଧୁ ସନ୍ଥଙ୍କର କଣ କ୍ଷତି ଘଟିବ, ଆମର ଅନୁମେୟ। ସମୟ କହିବ କେତେ ସତ କେତେ ମିଛ, ଠିକ ନା ଭୁଲ? ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ। ବୋଲ ଆନନ୍ଦ ପ୍ରଭା।